Hello everyone, I am Damayanti. Welcome to my YouTube channel. ଏବେ ମୁଁ ଆଲୋଚନା କରିବି ୟୁନିଟ୍ 4। ପୂର୍ବ ଭିଡ଼ିଓରେ ମୁଁ ୟୁନିଟ୍ 1, 2, 3 ଆଲୋଚନା କରିଛି। କ୍ୱେଶ୍ଚିନ୍ ନମ୍ବର 1, ସବୁଜ ଯୁଗ ସାହିତ୍ୟର ଧରା ଓ ଧାରା ସମ୍ପର୍କରେ ଆଲୋଚନା କର। ସତ୍ୟବାଦୀ ଯୁଗ ପରେ ଓଡ଼ିଆ ସାହିତ୍ୟରେ ଦେଖା ଦେଇଥିଲା ଏକ ନୂତନ ଚିନ୍ତା ସମ୍ବଳିତ ଧାରା, ଯାହା ସବୁଜ ଯୁଗ ନାମରେ ପରିଚିତ। ସବୁଜ ଯୁଗ ସବୁଜ ସମ୍ଭାର ଜନିତ ସ୍ୱପ୍ନାଭିସାର ଓଡ଼ିଆ ସାହିତ୍ୟର ବେଳାଭୂମିରେ ସୃଷ୍ଟି କଲା ଏକ ଅଭିନବ କଳକୁଜନ। ସବୁଜ ଯୁଗର ତରୁଣ ଲେଖକମାନଙ୍କର ଲେଖନୀରୁ ରୂପ ନେଲା ଏକ ନୂଆ ଜଗତର କଥା। ସେଦିନ ତାରୁଣ୍ୟ ଉଦ୍ବେଳିତ ଯୁବକ ପ୍ରାଣର ଉଚ୍ଛ୍ୱାସକୁ ରୂପ ଦେଇ ଆତ୍ମପ୍ରକାଶ କଲା ସବୁଜ ସାହିତ୍ୟର ପ୍ରାଣ। ଅମରାବତୀର ସ୍ୱପ୍ନାଲେଶରେ ସେମାନେ ଗଢ଼ିଥିଲେ ଜୀବନର ଯୌବନର ସୁନାର ସ୍ୱପ୍ନ। ଦୁଇଟା ବିଶ୍ୱଯୁଦ୍ଧ ସମଗ୍ର ପୃଥିବୀକୁ ରକ୍ତାକ୍ତ କରି ବିଦାୟ ନେଲା। ଜଗତ ଜୀବନରେ ଦେଖାଦେଲା କଳହ, ବିଦ୍ରୋହ, ମତାନ୍ତର, ଅବିଶ୍ୱାସ, ଅଭାବ ଓ ଅନଟନ ଜୀବନର ପ୍ରତି ସ୍ତରରେ ସଞ୍ଚରିଗଲା। ଆତ୍ମଘାତରେ ବିଷାକ୍ତ ବିଷ ସମାଜ ଜୀବନର ବେଳାଭୂମି ମୁଖରିତ ହୋଇ ଉଠିଲା। ହତାଶା ଓ ନିରାଶାର ବିକଳ ସ୍ୱରରେ ଅବକ୍ଷୟର ସମାଜର ପ୍ରାଣ ମନ୍ଦିର ଚହଲି ଗଲା, ଆଉ ମଣିଷ ଜୀବନ ଶାନ୍ତିର ଦେହଟି ଦୋହଲି ଗଲା। ଓଡ଼ିଆ ସାହିତ୍ୟରେ ଏକ ନବଜାଗରଣ, ନୂତନ ଚେତନା ସୃଷ୍ଟି କରିବା ପାଇଁ କାଳିନ୍ଦୀ ଚରଣ ପାଣିଗ୍ରାହୀ, ବୈକୁଣ୍ଠନାଥ ପଟ୍ଟନାୟକ, ଅନ୍ନଦା ଶଙ୍କର ରାୟ, ହରିହର ମହାପାତ୍ର ଏହି 5 ଜଣ ରେଭେନ୍ସା କଲେଜରେ ପଢ଼ୁଥିଲା ବେଳେ ସେମାନଙ୍କ ଆଲୋଚନା ଓ ପ୍ରତି ଆଲୋଚନାରୁ ଜନ୍ମ ନେଲା ନନ୍ସେନ୍ସ କ୍ଲବ। ସେତେବେଳେ ସମଗ୍ର ବିଶ୍ୱ ଇତିହାସରେ ବହି ଚାଲିଥାଏ ଏକ ପ୍ରଳୟଙ୍କାରୀ ଆକାଂକ୍ଷାର ତୋଫାନ। ସେହି ତୋଫାନ ବେଗରେ କେଉଁ ଅଲକ୍ଷିତ ଅଜ୍ଞାନ ଆକାଶର ଦିଗ୍ବଳୟ ତଳେ ଭାସି ଯାଉଥାଏ ନିରୁଦ୍ଦେଶ୍ୟ ନିଶ୍ଚିହ୍ନ ଏକ ସବୁଜ ପକ୍ଷୀ ଶୁଣାଇ ଦେଇ ତାର କ୍ଷଣିକ କାକଳି ଶୋକବାଚ। ଏହିଭଳି ଏକ ପରିବେଶ ମଧ୍ୟରେ ସବୁଜ ଶୃଙ୍ଖଳ ବାଜି ଉଠିଲା ଓଡ଼ିଆ ବଡ଼ଦାଣ୍ଡରେ। ନିଜେ ଅନ୍ନଦା ଶଙ୍କର ସବୁଜ ଅକ୍ଷର ପୁସ୍ତକର ମୁଖବନ୍ଧ ସ୍ୱୀକାର କରିଛନ୍ତି। ନୂଆ ରକ୍ତ ନୂଆ ଆସିଲେ କୌଣସି ଆନ୍ଦୋଳନ ବା ଯୁଗ ବେଶୀ ଦିନ ଚଳିପାରେ ନାହିଁ। ସବୁଜ ଦଳରେ କୌଣସି ଦିନ 7-8 ଜଣରୁ ବେଶୀ ଲେଖକ ଲେଖିକା ନଥିଲେ। ନିୟମିତ ଲେଖକ ଥିଲେ ଆହୁରି ସ୍ୱଳ୍ପ ସଂଖ୍ୟକ। ଏ ଯୁଗ 10 ବର୍ଷ ଖଣ୍ଡେ ଜୀବିତ ଥିଲା କେଉଁ ମନ୍ତ୍ର ବଳରେ। ସେ ମନ୍ତ୍ରର ନାମ ଥିଲା ବନ୍ଧୁବାତ୍ସଲ୍ୟ। ଏହାପରେ ଅନ୍ୟତ୍ର ଅନ୍ନଦା ଶଙ୍କର ଏହି ବନ୍ଧୁତା ସମ୍ପର୍କରେ କହିଛନ୍ତି, ବାସନ୍ତୀ ଆରମ୍ଭ ହେବା ସଙ୍ଗେ ସଙ୍ଗେ ମୁଁ ଓଡ଼ିଶାରେ ଲେଖିବାକୁ ଗୋଟିଏ ପ୍ରେରଣା ଲାଭ କଲି। ମୋର ବହୁତ ଲେଖା ସ୍ୱନାମରେ ଓ
ବିଭିନ୍ନ ଛଦ୍ମ ନାମରେ ଉତ୍କଳ ସାହିତ୍ୟରେ ବାହାରିଲା। ଭାରତୀୟ ଆତ୍ମାର ଛନ୍ଦ ବାଜି ଉଠୁଥାଏ ରବୀନ୍ଦ୍ର, ଇକବଲ, ପ୍ରେମଚାନ୍ଦ କଣ୍ଠରେ ଏବଂ ଗାନ୍ଧୀ, ଚିତ୍ତରଞ୍ଜନ ଓ ମୋତିଲାଲଙ୍କ ଗର୍ବରେ। ତାର ପ୍ରତିଧ୍ୱନି ତରୁଣ ଚକ୍ଷୁରେ ଫୁଟିଥାଏ ନବସୂର୍ଯ୍ୟୋଦୟର ଅରୁଣ ଆଉ ସତ୍ୟବାଦୀ ଝୁରିଅନା କୁଟୀରରେ ଉତ୍କଳୀୟ ପ୍ରତିଭାର ନୂତନ ଆଲୋକ ଉଦ୍ଭାସିତ ହୋଇଥାଏ। ମଧୁବନର ଗୋପବନ୍ଧୁ, ବିଶ୍ୱନାଥ, ବ୍ରଜସୁନ୍ଦର, ଗଙ୍ଗାଧର, ନନ୍ଦିକେଶର, ଚିନ୍ତାମଣି ପ୍ରମୁଖ ବରପୁତ୍ରଙ୍କ ଉନ୍ନତ ଜୀବନ ଦର୍ଶନ ତରୁଣ ପ୍ରାଣକୁ ଉଦ୍ବୁଦ୍ଧ କରିଥାଏ। ସବୁଜ ଗୋଷ୍ଠୀର କବିଗଣ ହେଲେ ବ୍ୟକ୍ତି ସର୍ବସ୍ୱବାଦୀ ଓ ବସ୍ତୁବାଦୀ ସମାଜର ସର୍ବଶ୍ରେଷ୍ଠ ଉଦ୍ଗାତା। ଏମାନେ ବିଶ୍ୱ ଭାବରେ ଅନୁପ୍ରାଣିତ ହୋଇ ଅତୀତର ଅନ୍ୟାୟ, ଅବିଚାର ଓ ରକ୍ଷଣଶୀଳତା ବିରୋଧରେ ବିଦ୍ରୋହ ଘୋଷଣା କଲେ। ଓଡ଼ିଆ ସାହିତ୍ୟରେ ସବୁଜ ଯୁଗର ଏହି ବାଣୀ ବିପ୍ଳବର ଆହ୍ୱାନ ପରି ମନେହେଲା। ପଡ଼ୋଶୀ ବଙ୍ଗପ୍ରଦେଶର କବି ରବୀନ୍ଦ୍ରନାଥ ଥିଲେ ଏହି ତରୁଣ ସବୁଜ ଦଳର ମୂଳ ଉତ୍ସ। 1913ରେ ରବୀନ୍ଦ୍ରନାଥ ବିଶ୍ୱକବିର ଗୌରବ ଲାଭ କଲେ। ରବୀନ୍ଦ୍ରନାଥ ଗୀତାଞ୍ଜଳି ଓ ଅନ୍ୟାନ୍ୟ ରଚନାବଳୀର ସାହିତ୍ୟିକ ନୂତନତା, ରହସ୍ୟବାଦ ଏମାନଙ୍କୁ ବହୁ ଭାବରେ ପ୍ରଭାବିତ କଲା। ସମସାମୟିକ କାଳରେ ରହସ୍ୟବାଦୀ ପରିକଳ୍ପନା, ଗଭୀର ରୋମାଣ୍ଟିକ ଚିନ୍ତାଧାରାର ନୂତନ କବି ଗୋଷ୍ଠୀଙ୍କୁ ବ୍ୟାପକ ଭାବରେ ଅନୁପ୍ରାଣିତ କଲା। ରବୀନ୍ଦ୍ରନାଥଙ୍କ ସବୁଜ ପତ୍ର ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶାର ଏହି ତରୁଣ ଗୋଷ୍ଠୀ ଏକ ସ୍ୱତନ୍ତ୍ର ସାହିତ୍ୟ ଧାରା ପ୍ରବର୍ତ୍ତନ କଲେ। ବାସ୍ତବିକ ଓଡ଼ିଶାର ସବୁଜ ଯୁଗର କବିମାନେ ଥିଲେ ସ୍ୱପ୍ନଜୀବୀ ଓ କଳ୍ପନାବିଳାସୀ। ସେମାନେ ମାଟି ମଣିଷର କଥା ଭୁଲି ସ୍ୱପ୍ନ ଦେଖୁଥିଲେ। ପରୀ ରାଇଜର ଶ୍ରମଜୀବୀ ମେହନତୀ ମଣିଷ ପ୍ରତି ସେମାନଙ୍କର ନଥିଲା ସମ୍ବେଦନା। ଧରାଧୂଳିର ଜୀବନ ବନ୍ଧନକୁ ପରିତ୍ୟାଗ କରି ସେମାନେ ନିଜକୁ ବସାଇ ଦେଇଥିଲେ କଳ୍ପଲୋକ କେଳିଗୁଞ୍ଜରେ। ବିଦେଶୀ ଭାବ ଲୋକଙ୍କୁ ବିଦେଶୀ କରାଏ ନାହିଁ। ବିଦେଶୀ ବେଶ ହିଁ ଲୋକଙ୍କୁ ଇତର କରିପକାଏ। ଏ ଦେଶରେ ଯେ କିଆ ପଲାଙ୍ଗ ଫୁଟି ଝଡ଼ି ପଡ଼ୁଛି, ସେ ଖବର ନ ରଖି ଏମାନେ ଚାମେଲି, ଗୋଲାପ, ବେଲଫୁଲ, ବାସ୍ନା ହେନାର ଗନ୍ଧ ଆଣି ଶୁଙ୍ଘାଇଲେ। ସାଧବ ଝିଅ ନଈରେ ଗାଧୋଇବା ବେଳେ ଛିଣ୍ଡି ପଡ଼ିଥିବା 12 ହାତ ଲମ୍ବା ଚୁଟିକୁ ସୁନା ଫରୁଆରେ ପୂରାଇ ଆଣି ପାଣିରେ ଭସାଇ ଦେଇ ଅନାଇ ରହିଛି, ସେ ଦୃଶ୍ୟ କବିମାନେ ଦେଖିପାରୁ ନାହାନ୍ତି। ସେମାନେ ସବୁଜ ପରୀ, ଆସମାନ ପରୀର ନୃତ୍ୟ ଆମକୁ ଦେଖାଉଛନ୍ତି। କ୍ୱେଶ୍ଚନ୍ ନମ୍ବର 2, ସବୁଜ କବିଗଣଙ୍କ ବିଷୟରେ ଆଲୋଚନା କର। ସବୁଜ କବିଗଣ ଯୌବନର ଫଗୁଣ ସ୍ୱପ୍ନରେ ବିଭୋର ହୋଇ ଜୀବନର ନବ ଉନ୍ମାଦନାକୁ କବିତାରେ ରୂପ ଦେଇଛନ୍ତି। ନାରୀ ଜାତି ପ୍ରତି ସମ୍ମାନ, ଅନ୍ଧବିଶ୍ୱାସର ଅର୍ଗଳିରୁ ମୁକ୍ତି, ମାନବବାଦୀ ଚିନ୍ତାଧାରା ଓ ଭବିଷ୍ୟତରେ ସୁନେଲି ସ୍ୱପ୍ନ ନେଇ ସେମାନେ କବିତା ରଚନା କରିଛନ୍ତି। ଅନେକତ୍ର ରବୀନ୍ଦ୍ରନାଥଙ୍କର ମାତ୍ରାବୃତ ଛନ୍ଦ କୌଶଳକୁ ଏମାନେ ଗ୍ରହଣ କରିଥିଲେ। ଏପରିକି ସେମାନଙ୍କ କେତେକଙ୍କ କବିତା ଥିଲା ରବୀନ୍ଦ୍ର କବିତାର ଓଡ଼ିଶୀ ସଂସ୍କରଣ ମାତ୍ର। ସବୁଜ କବିଗଣ ତାଙ୍କ କବି ଜୀବନର
ଆରମ୍ଭରେ ଯେଉଁ ଆଭିମୁଖ୍ୟ ପ୍ରକାଶ କରିଥିଲେ, ପରିଣତିରେ ସେସବୁ ସେମାନଙ୍କ ସୃଷ୍ଟିରେ ଦେଖିବାକୁ ମିଳିଲା ନାହିଁ। ଏହି ଦୃଷ୍ଟିରୁ ସବୁଜ କବିମାନଙ୍କ ଉତ୍ସାହ ତୁଳନାରେ ସିଦ୍ଧୁ ସ୍ୱଳ୍ପ, ତଥାପି ଓଡ଼ିଆ କବିତାକୁ ନୂତନ ଦୃଷ୍ଟିରେ ଦେଖିବାରେ ଏମାନଙ୍କ ଆଗ୍ରହ ପ୍ରଶଂସନୀୟ। ଅନ୍ନଦାଶଙ୍କର ଜୀବନର ତରୁଣ ବୟସରେ ଓଡ଼ିଶାରେ ମାତ୍ର 14 ଗୋଟି କବିତା ରଚନା କରି କବି ଭାବରେ ଓଡ଼ିଆ ସାହିତ୍ୟର ଇତିହାସରେ ସ୍ଥାନ ଲାଭ କରିଥିବାରେ ଗୌରବ ଅର୍ଜନ କରିଛନ୍ତି ଶ୍ରୀ ଅନ୍ନଦାଶଙ୍କର ରାୟ। ତାଙ୍କର ଏହି କବିତା ଗୁଡ଼ିକ ହେଉଛି ପ୍ରଳୟ ପ୍ରେରଣା, ସୃଜନ ସ୍ୱପ୍ନ, ମାନସୀ ଓ ମୁଁ, ପରିମହଲ, ପ୍ରଣୟିନୀ ଇତ୍ୟାଦି। ପ୍ରଳୟ ପ୍ରେରଣା କବିତାରୁ ତାଙ୍କର ଜୀବନର ଲକ୍ଷ୍ୟ ଅନେକାଂଶରେ ସୂଚିତ ହୁଏ। ବୈକୁଣ୍ଠନାଥ ସବୁଜ କବିମାନଙ୍କ ମଧ୍ୟରେ ବୈକୁଣ୍ଠନାଥ ପଟ୍ଟନାୟକ ସବୁଠାରୁ ପ୍ରଭାବଶାଳୀ। ତରୁଣ ବୟସରେ ତାଙ୍କ କବିତା ଗୁଡ଼ିକ ଥିଲା ବେଶ ଶକ୍ତିଶାଳୀ। ସେଥିପାଇଁ ଡକ୍ଟର ମାୟାଧର ମାନସିଂହ ତାଙ୍କ ସମ୍ପର୍କରେ ଲେଖିଛନ୍ତି, ସେ ତରୁଣ ବୟସରେ କବି ଶୈଳୀଙ୍କୁ, କିନ୍ତୁ ଦୁଃଖର କଥା ଯେ ସେ ଅଗ୍ନିକଣା, ସେ ସ୍ତୁତି ସ୍ମୃତି ସ୍ୱତଃସ୍ଫୁର୍ତ୍ତ ପ୍ରକାଶ ଅତି ଶୀଘ୍ର ଉଭେଇଗଲା ଓ ରହିଗଲା ଗଦା ଗଦା ଡକରେଲ ଓ ବାଜ୍ୟ କବିତା। କାରଣ ବୈକୁଣ୍ଠନାଥ ପରିଣତ ବୟସରେ ବିଶେଷ କରି ଆତ୍ମବିଶ୍ଳେଷଣ ଧର୍ମୀ ଅଧିଭୌତିକ ଚେତନାର କବିତା ଲେଖିଛନ୍ତି। ଏଥିରେ କବିଙ୍କର ବିଷାଦବାଦୀ ମନୋଭାବର ସାର୍ଥକ ପରିପ୍ରକାଶ ଘଟିଛି। ନେକ୍ସଟ, କାଳିନ୍ଦୀ ଚରଣ। ସବୁଜ କବିମାନଙ୍କ ମଧ୍ୟରେ କାଳିନ୍ଦୀ ଚରଣ ମାନବତାବାଦୀ କବି ଭାବରେ ସୁପରିଚିତ। ତାଙ୍କର କବି ଜୀବନର ସ୍ୱାକ୍ଷର ମନ ନାହିଁ। ମହାନଦୀ କ୍ଷରିକ ସତ୍ୟ ଛୁରୀଟିଏ ଲୋଡ଼ା। ମୋ କବିତା ପ୍ରଭୃତି କବିତା ଗ୍ରନ୍ଥରେ ଉତ୍କୀର୍ଣ୍ଣ ସାମାଜିକ ଅନୀତି, ଦୁର୍ନୀତି ଓ ବ୍ୟଭିଚାରକୁ ସେ କବିତାରେ ନଗ୍ନ ରୂପ ଦେଇଛନ୍ତି। ତାଙ୍କର କିଏ ଶଳା ସଇତାନ କବିତାଟି କବିଙ୍କର ବୈପ୍ଳବିକ ଚିନ୍ତାଧାରାର ସୂଚନା। କାଳିନ୍ଦୀ ଚରଣ ଧର୍ମ ନାମରେ ଚାଲୁଥିବା ଭାଣ୍ଡାମିର କାରବାରକୁ ଆଦୌ ସହି ନାହାନ୍ତି। ସେ ତାଙ୍କ କବିତାରେ ସର୍ବତ୍ର ମଣିଷପଣିଆକୁ ଗୁରୁତ୍ୱ ଦେଇଛନ୍ତି। କାଳିନ୍ଦୀ ଚରଣ କବିତାରେ ପଲ୍ଲୀପ୍ରାଣତା, ମଣିଷ ସମାଜର ପ୍ରତି ଦରଦ, ପ୍ରଗତିଶୀଳ ଚିନ୍ତାଧାରା ଓ ଯୌବନର ଉଦ୍ଦାମତା ରହିଛି। ସେ ପ୍ରାଣଶକ୍ତିର ମୁଗ୍ଧ ଉପାସକ, ରକ୍ଷଣଶୀଳତାର ସଂହାରକ, ବିଶ୍ୱଜନୀନର ଭାବଧାରାରେ ପୋଷକ ଓ ନବୀନ ପଥର ଯାତ୍ରୀ। ହରିହର କବି ଭାବରେ ହରିହର ମହାପାତ୍ର ତାଙ୍କର ସୀମିତ ସୃଷ୍ଟି ମଧ୍ୟରେ ଆତ୍ମପ୍ରକାଶ କରିଛନ୍ତି। ସବୁଜ କବିତାରେ ଇଙ୍ଗିତ ଶିରୋନାମାରେ ତାଙ୍କର 7 ଗୋଟି କବିତା ରହିଛି। ସେ କବିତା ଗୁଡ଼ିକ ହେଉଛି ଯାଅ ଯାତ୍ରୀ, ଭଗ୍ନବେଣୀ, ଆଜି ଗୋ ମୁଁ ପାଇଛି ଇତ୍ୟାଦି। ନେକ୍ସଟ, ଶରତଚନ୍ଦ୍ର ମୁଖାର୍ଜୀ। ସବୁଜ କବିମାନଙ୍କ ମଧ୍ୟରେ ଶରତଚନ୍ଦ୍ର ମୁଖାର୍ଜୀ ବିଶେଷ ପରିଚିତ ନୁହନ୍ତି। ସ୍ୱଳ୍ପ ସଂଖ୍ୟକ କବିତା ଲେଖି ସେ ନିଜର କବିତ୍ୱର ପରିଚୟ ଦେଖାଇଛନ୍ତି। ସବୁଜ କବିତାରେ ସଂକଳିତ କବିମାନଙ୍କ ମଧ୍ୟରେ ସେ
ମଣି ବିନା ଜୀବନ ବିନା ବିଫଳ ଅଭିସାରିକା ଉଚ୍ଚାକାଂକ୍ଷା ଶିବେ ସାନ୍ତରା ପ୍ରଭାବିତ କଲା ପରି ସେ ଉତ୍ଥାନ ନାହିଁ। ତାଙ୍କର କବିତାରେ ପାଠକକୁ ପ୍ରଭାବିତ କଲା ପରି ସେପରି ଉଷ୍ଣତା ନାହିଁ। ଜୀବନର ପ୍ରେମ ପ୍ରଳୟ କିମ୍ବଦନ୍ତୀ ଉପରେ ଆଧାରିତ ତାଙ୍କର କବିତା। ନେକ୍ସଟ, ରୂପ ସୌନ୍ଦର୍ଯ୍ୟ କବି ମାୟାଧର ମାନସିଂହ। କବି ଭାବରେ ଡକ୍ଟର ମାୟାଧର ମାନସିଂହ ପ୍ରତିଷ୍ଠା ବ୍ୟାପକ। ସେ ଜଗତ ଜୀବନ ଓ ସୌନ୍ଦର୍ଯ୍ୟର ଚିର ଉପାସକ। ପରମ୍ପରା, ସ୍ୱଦେଶ ପ୍ରୀତି, ପଲ୍ଲୀ ପ୍ରକୃତି ପ୍ରତି ଶ୍ରଦ୍ଧା ଓ ନାରୀ ପ୍ରତି ଅହେତୁକ ଆନ୍ତରିକତା ତାଙ୍କ କବିତାରେ ସର୍ବତ୍ର ସୁଲଭ। ତାଙ୍କ ଦୃଷ୍ଟିରେ ଉତ୍କଳ ପ୍ରତି ରହିଥିବା ଯଥେଷ୍ଟ ଅନୁରାଗ ରୂପର ବନ୍ଦାପନା କରିବାର ସେ ସମକାଳୀନ କବିମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ। ଦରଦୀ ମଣିଷ ପ୍ରତି ତାଙ୍କର ସହାନୁଭୂତି ମଧ୍ୟ ଊଣା ନୁହେଁ। ସତ୍ୟ, ଶିବ ଓ ସୁନ୍ଦରର ପରିଧି ଭିତରେ ରହି ଜୀବନକୁ ଓ ଜଗତକୁ ଦେଖିବାରେ ତାଙ୍କର ଚିର ଆନନ୍ଦ। ନେକ୍ସଟ, ସବୁଜ ଗୋଷ୍ଠୀ ସବୁଜ ଗୋଷ୍ଠୀର ସମସାମୟିକ କବି ମାୟାଧର ମାନସିଂହଙ୍କ ବିଷୟରେ ସଂକ୍ଷେପରେ ଲେଖ। ଏଇଟା ଏକ୍ଜାମରେ ବହୁତ ଟାଇମ୍ ପଡ଼େ। ମାୟାଧର ମାନସିଂହ 1905ରୁ 1973 ଖ୍ରୀଷ୍ଟାବ୍ଦରେ ସବୁଜ ଗୋଷ୍ଠୀର ସମସାମୟିକ ଓ ସବୁଜ ପରିବେଶରେ ତାଙ୍କର କାବ୍ୟ ସୃଷ୍ଟି ଉନ୍ମେଷିତ ହୋଇଥିଲା। ପୁଣି ସବୁଜ କାବ୍ୟ ପ୍ରବୃତ୍ତିଠାରୁ ସେ ବିଶେଷ ଦୂରବର୍ତ୍ତୀ ବୋଲି ପ୍ରତୀୟମାନ ହୁଅନ୍ତି ନାହିଁ। ତଥାପି ସ୍ୱଘୋଷିତ ଇସ୍ତାହାର ଅନୁସାରେ ସେ ଥିଲେ ସବୁଜ ଗୋଷ୍ଠୀର ଏକ ବଳିଷ୍ଠ ପ୍ରତିବାଦ ମାନସିଂହ। ପୁରୀ ଜିଲ୍ଲା ମାଲୁଦ ଅନ୍ତର୍ଗତ ନନ୍ଦଳା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ରେଭେନ୍ସା କଲେଜରୁ MA ପାସ୍ କରିବା ପରେ ଡରହାମ ବିଶ୍ୱବିଦ୍ୟାଳୟରୁ ସେକ୍ସପିୟର ଓ କାଳିଦାସଙ୍କ ଉପରେ ଏକ ତୁଳନାତ୍ମକ ସନ୍ଦର୍ଭ ଲେଖି ସେ ଡକ୍ଟରେଟ୍ ଉପାଧି ପାଇଥିଲେ। ଇଂରାଜୀ ସାହିତ୍ୟ ସହିତ ସୁପରିଚିତ ଥିଲେ ସୁଦ୍ଧା ତାଙ୍କର କାବ୍ୟ ବିଚାର କେତେକାଂଶରେ ଥିଲା ସୂଚୀ ବିକାରଗ୍ରସ୍ତ। ସତ୍ୟବାଦୀ ଗୋଷ୍ଠୀ ଯେପରି ରାଧାନାଥ ମଧୁସୂଦନଙ୍କ ଠାରେ ବିଜାତୀୟତାର ଭୂତ ଦେଖି ଖପରାଡିଆ ହେଉଥିଲେ, ମାନସିଂହଙ୍କ କ୍ଷେତ୍ରରେ ସବୁଜଙ୍କ ସମ୍ପର୍କରେ ପରିସ୍ଥିତି ହୋଇଥିଲା ସେଇଆ। ମାନସିଂହଙ୍କ କାବ୍ୟତତ୍ତ୍ୱର ଇସ୍ତାହାର ଘୋଷିତ ହୋଇଛି ପରମ ଧର୍ମରେ। ଏ ଦେଶରେ ଯେ କି ପଲାଙ୍ଗ ଫୁଟି ଝରି ପଡ଼ୁଛି, ସେ ଖବର ନ ରଖି ଏମାନେ ଚାମେଲି ହାସନା ହେନାର ଗନ୍ଧ ଆଣି ଆମକୁ ଶୁଙ୍ଘାଇଲେ। ଏପରି କୌଣସି ହେଲ୍ପ ମଧ୍ୟ ସେମାନେ କରିନାହାନ୍ତି। ପୁଣି ସବୁଜ କବିତା ବା ସାହିତ୍ୟ ଓଡ଼ିଆ କାବ୍ୟ ପରମ୍ପରା ସହିତ କିପରି ସମ୍ପର୍କହୀନ ତାହା ମଧ୍ୟ ବୁଝାଇ ହୁଏ ନାହିଁ। ଏହିପରି ସୀମିତ ଦୃଷ୍ଟିକୋଣ ଫଳଶ୍ରୁତି ସ୍ୱରୂପ ଜେମା ପରି କବିତାରେ ମାନସିଂହ ମଧ୍ୟଯୁଗୀୟ ଓଡ଼ିଆ କାବ୍ୟର ଏକ ପ୍ରତିଧ୍ୱନିରେ ପରିଣତ ହୋଇଛନ୍ତି। ଅସ୍ଫୁଟ କଳିକା ସିନା ମୌନ ଅନାହତ ବୀଣା ଫୁଟିବ ବାଜିବ ଯେବେ ଚିତ୍ତ କିପରି ହରିବ ରସିକ ତା କି ବୁଝିବାରେ ରହେ ବାକି ଦେଖିବା ଭବିଷ୍ୟ ବର୍ତ୍ତମାନକୁ ଧରି। ସାଧବ ଝିଅ କୋଣାର୍କ କିନ୍ତୁ ମାନସିଂହଙ୍କ କବିତା ଯେ ଦିନେ ଓଡ଼ିଶାର ତରୁଣ
ପ୍ରାଣକୁ ଗଭୀର ଭାବରେ ସ୍ପର୍ଶ କରିଥିଲା ସେଥିରେ ସନ୍ଦେହ ନାହିଁ। ମାତ୍ର ସେ କବିତା ସବୁ କଲେଜରେ ମାନସିଂହଙ୍କ ଛାତ୍ରାବାସରେ ରଚିତ। ଧୂପ, ପୂଜାରିଣୀ, ଉପେକ୍ଷିକା, ପୁଷ୍ପିତା ଓ ହେମଶଯ୍ୟ ପ୍ରଭୃତି କବିତା ଗୁଚ୍ଛରେ ଏହି କବିମାନ ସନ୍ନିବିଷ୍ଟ ହୋଇଛି। ଏ କବିତା ଗୁଡ଼ିକର ଉଗ୍ର ଇନ୍ଦ୍ରିୟାନୁଭୂତି ଓ ମାଂସଳତା ତରୁଣ ପ୍ରାଣକୁ ସ୍ପର୍ଶ କରିବା ହିଁ ସ୍ୱାଭାବିକ, ଯଦ୍ୟପି ଭାବ ଦୃଷ୍ଟିରୁ ଏହାର ପୁଞ୍ଜି ସାମାନ୍ୟ। ସ୍ୱାଧୀନତା ପରବର୍ତ୍ତୀ କାଳରେ ତାଙ୍କ କବିତାରେ ପ୍ରକାଶ ପାଇଥିଲା ଅବକ୍ଷୟତାର ଲକ୍ଷ୍ୟ। କମଳା ନୟନ ପ୍ରଭୃତି ରଚନା ଏହାର ସଂକେତ ବହନ କରିଥାଏ। ତାହା ଲକ୍ଷ୍ୟ କରି ମାନସିଂହଙ୍କ କବିତା ଛଡ଼ା ଗଦ୍ୟ ରଚନାରେ ମନୋନିବେଶ କରିଥିଲେ। ଏହା ଫଳରେ ଓଡ଼ିଆ ଗଦ୍ୟ ସାହିତ୍ୟର ସମୃଦ୍ଧ ହୋଇଛି ସନ୍ଦେହ ନାହିଁ। ମାନସିଂହ ଗଦ୍ୟ ଶୈଳୀ ବଳିଷ୍ଠ, ଇଙ୍ଗିତପୂର୍ଣ୍ଣ ଓ ଭାବୋଦ୍ବେଗ। ଏଥିରେ ଅଛି ଆଶାହୀନ ଲାଳିତ୍ୟ। କ୍ଲାସିକାଲ ଧ୍ରୁପଦୀ ଶୈଳୀରେ ରଚିତ ମହାନଦୀରେ ଜ୍ୟୋତ୍ସ୍ନା ବିହାର ଏହାର ଏକ ସାର୍ଥକ ଉଦାହରଣ। ନେକ୍ସଟ, ଅନନ୍ତ ପଟ୍ଟନାୟକଙ୍କୁ ଜଣେ ପ୍ରଗତିଶୀଳ କାବ୍ୟ ଶୈଳୀ ରୂପେ ପ୍ରମାଣ କର ବା ଅନନ୍ତଙ୍କ କୃତିତ୍ୱରୁ ପ୍ରଗତିବାଦୀ କାବ୍ୟର ଆଭିମୁଖ୍ୟ ବିବେଚନା କର। ସବୁଜ ଯୁଗର ସମକାଳରେ ସବୁଜ ଗୋଷ୍ଠୀଠାରୁ ଦୂରତ୍ୱ ରକ୍ଷା କରି ଆପଣାର କାବ୍ୟ ସନନ୍ଦ ପ୍ରତିଷ୍ଠା କରିବା କ୍ଷେତ୍ରରେ କବି ମାୟାଧର ଗଡ଼ନାୟକ, ସଚ୍ଚିଦାନନ୍ଦଙ୍କ ଭଳି ଅନନ୍ତ ପଟ୍ଟନାୟକ ଥିଲେ ଜଣେ ସଫଳ କାବ୍ୟଶିଳ୍ପୀ। ସେ ପ୍ରଥମରୁ ମା, ମାଟି, ମାନବର ଜୟଗାନ। ଅନନ୍ତ ଥିଲେ ପ୍ରଥମରୁ ପ୍ରଗତିଶୀଳ କାବ୍ୟ ଆଭିମୁଖ୍ୟର ରୂପକାର ଓ ସ୍ୱରକାର। ସେ ପ୍ରଥମରୁ ମା, ମାଟି, ମାନବର ଜୟଗାନ କରିଛନ୍ତି। 1930 ମସିହାରେ ଲବଣ ଆନ୍ଦୋଳନରେ ଜାତୀୟ ଉଦ୍ଦୀପନାମୂଳକ ସଙ୍ଗୀତ ରଚନା କରି ଓଡ଼ିଆ କଂଗ୍ରେସର ଅପ୍ରତିଦ୍ୱନ୍ଦ୍ୱୀ ନେତା ପଣ୍ଡିତ ନୀଳକଣ୍ଠ ଦାସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନୀଳକଣ୍ଠ ଦାସଙ୍କ ମନ୍ତବ୍ୟ କବି ପ୍ରାଣକୁ ନିୟନ୍ତ୍ରିତ କରିଥିଲା। କବି ଶ୍ରୀଯୁକ୍ତ ପଟ୍ଟନାୟକ ରେଭେନ୍ସା କଲେଜରେ ଛାତ୍ର ଥିବାବେଳେ 1930 ମସିହାରେ ଲବଣ ଆନ୍ଦୋଳନରେ ମାସଟିଏ ପାଇଁ ଆଲିପୁର ସେଣ୍ଟ୍ରାଲ ଜେଲରେ ବନ୍ଦୀ ହୋଇଥିଲେ। ପିଲାଟି ଦିନରୁ ସଂଗ୍ରାମଶୀଳ ଚେତନା ତାଙ୍କ ପ୍ରାଣକୁ ଆନ୍ଦୋଳିତ କରିଥିଲା। ତାହାର ମର୍ମଲିପି ହେଉଛି ତାଙ୍କର କବିତା। ତେବେ କବି ଅନନ୍ତ ପଟ୍ଟନାୟକ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିଲେ ରୋମାଣ୍ଟିକ କବି। ସବୁଜ ପ୍ରାଣତା ତାଙ୍କୁ ପ୍ରଭାବିତ କରିଥିଲା। 1934-35 ମସିହା ବେଳକୁ ଅନନ୍ତ ପଟ୍ଟନାୟକ ସାମାଜିକ ପ୍ରକ୍ରିୟା ଦ୍ୱାରା ଅଧିକ ଉଦ୍ବୁଦ୍ଧ ଓ ପ୍ରଭାବିତ, ବିଶେଷତଃ ଓଡ଼ିଶାରେ ସାମ୍ୟବାଦୀ ଆନ୍ଦୋଳନର ଭଗୀରଥ କ୍ରୋମେଡ଼ ଶ୍ରୀ ଭଗବତୀ ଚରଣ ପାଣିଗ୍ରାହୀଙ୍କ ସମ୍ପର୍କରେ ଆସିଛନ୍ତି ଓ କମ୍ୟୁନିଷ୍ଟ ଜେଲ ଭୋଗ କରିଛନ୍ତି। ଏହିଠାରେ ତରୁଣ କାବ୍ୟମାନଙ୍କ ବା ରୋମାଣ୍ଟିକ ପ୍ରାଣତା ଅର୍ଥାତ୍ ସବୁଜ ପ୍ରାଣତା ବିଧ୍ୱସ୍ତ ଓ କମ୍ୟୁନିଷ୍ଟ ଜେଲ ଭୋଗ କରିଛନ୍ତି। ଏଠାରେ ତରୁଣ କାବ୍ୟମାନସ ବା ରୋମାଣ୍ଟିକ ପ୍ରାଣତାର ଅର୍ଥ ସବୁ ପ୍ରାଣତାର ବିଧ୍ୱସ୍ତ ହୋଇଛି। ଅବହେଳିତଙ୍କ ପ୍ରତି କବି ଅନନ୍ତ ପଟ୍ଟନାୟକ ଦରଦ ପ୍ରକାଶ କରି ବିପ୍ଳବ ରାଗିଣୀ ତୋଳିଛନ୍ତି। ଅବହେଳିତ ପ୍ରତି କବି ଅନନ୍ତ ପଟ୍ଟନାୟକ ଦରଦ ପ୍ରକାଶ କରି ବିପ୍ଳବ ରାଗିଣୀ ତୋଳିଛନ୍ତି। ରୁଧେ ରୁଧେ ଏଇ ମଇ ଦିବସ, ରକ୍ତ ତାରକା, ଆଉ କେତେ ଦୂର, ନୂଆଗଡ଼ ପ୍ରଭୃତି କବିତାରେ ଚିତ୍ରକଳ୍ପ ମାଧ୍ୟମରେ ବିପ୍ଳବର ସ୍ୱର ଉଦ୍ବୋଧନୀ ସଙ୍ଗୀତ ପ୍ରକାଶିତ।
କବି ଅନନ୍ତ ପଟ୍ଟନାୟକ କାବ୍ୟ ଚେତନାର ଗଣମୁକ୍ତି ଆଭିମୁଖ୍ୟ ହୋଇ ଉଠିଛି ପ୍ରାଧାନ୍ୟ। ସାମ୍ୟବାଦ ପାଇଁ କବି ପ୍ରଗଳ୍ଭ ହୋଇ ଉଠିଛନ୍ତି। ଧନୀ ନିର୍ଦ୍ଧନୀ ମାଲିକ ମୂଲିଆ ବ୍ୟବଧାନ ପ୍ରତି ସେ ବିମୁଖତା ପ୍ରକାଶ କରିଛନ୍ତି। ବିଶ୍ୱ ଜୀବନର ଆଦର୍ଶରେ ସେ ବ୍ରତୀ। ଶୋଷଣମୁକ୍ତ ସମାଜରେ ସେ ସ୍ୱପ୍ନ ଦେଖିଛନ୍ତି। ଜାତୀୟବାଦୀ ଚେତନାରେ ମଧ୍ୟ ତାଙ୍କର କାବ୍ୟ ଚେତନାର ମୁଖ୍ୟସ୍ୱର। ଶାନ୍ତି ଭରସା ଆଶା, ଶାନ୍ତ ମରଣ ଭାଷା, ଶାନ୍ତ ଜୀବନ ପଥ ସାହାରେ, ଶାନ୍ତି ସରିତ ପ୍ରୀତି ବାହାରେ। ପ୍ରକୃତିରେ ଓଡ଼ିଆ ପ୍ରଗତିଶୀଳ କାବ୍ୟ ଆଭିମୁଖ୍ୟର ବିଶିଷ୍ଟ ପୁରୋଧା ଥିଲେ କବି ଅନନ୍ତ ପଟ୍ଟନାୟକ। ଅନନ୍ତ ପଟ୍ଟନାୟକ ଥିଲେ ଯଥାର୍ଥରେ ଜଣେ ସାମ୍ୟବାଦୀ। ତାଙ୍କର କବିତାରେ ଛତ୍ରେ ଛତ୍ରେ ପରିଲକ୍ଷିତ ହୋଇଥିଲା ବିପ୍ଳବ ଦୀପ୍ତିର ଆଲେଖ୍ୟ। ନେକ୍ସଟ, ସବୁଜ ଚେତନାରେ ଓଡ଼ିଆ କାବ୍ୟ କ୍ଷେତ୍ରରେ ପ୍ରଗତିଶୀଳ ଦୃଷ୍ଟିକୋଣ କିପରି ସଫଳତାର ସହିତ ପ୍ରକାଶିତ ଆଲୋଚନା କର, ବା ଓଡ଼ିଆ କବିତାର ପ୍ରଗତିଶୀଳ ଆଭିମୁଖ୍ୟ ସ୍ପଷ୍ଟତା ବିଚାର କର। ଏଇଟା ମୁଁ ଭିଡ଼ିଓ ମାଧ୍ୟମରେ ଦେଖାଇଦେବି। ନେକ୍ସଟ, ବିପ୍ଳବୀ ଗୀତିକାର ମନମୋହନ ମିଶ୍ରଙ୍କ ସମ୍ବନ୍ଧରେ ଆଲୋଚନା କର। ମୁକ୍ତି ସଂଗ୍ରାମ ପାଇଁ, ମାନବିକତାର ଅଧିକାର ହାସଲ ପାଇଁ ବିପ୍ଳବୀ କବି ମନମୋହନ ମିଶ୍ର ଧର୍ମଗତ ବୃତ୍ତି, ସାମାଜିକ ସ୍ଥିତି ଓ ଦଳମତ ନିର୍ବିଶେଷରେ ଶୋଷିତ ଶ୍ରମିକ ଜନତାକୁ ଏକଜୁଟ ହେବା ପାଇଁ ଆହ୍ୱାନ ଦେଇ ଏକ କାଳାତୀତ ସଙ୍ଗୀତ ରଚନା କରିଥିଲେ, ଯାହା ଆଜି ବହୁ କଣ୍ଠରେ ପ୍ରତିଧ୍ୱନିତ ହୁଏ। କାରଖାନା, ଖଳାବାଡ଼ି, ଖାଦାନ ବାଗାନରେ ଏକ ହୁଅ, ତୁ ଭାରତ ଜନତା ସଂଗ୍ରାମର ମଇଦାନରେ। 1951 ମସିହାରେ ତାଙ୍କ ମୁକ୍ତି ଡାକରାରେ ସଂକଳିତ ଏହି ସଙ୍ଗୀତଟି ଏକଦା ଯେ ପରାଧୀନ ଭାରତୀୟ ମନ ଓ ପ୍ରାଣରେ ଅଗ୍ନିଶିଖା ଜାଳି ଦେଇଥିବ, ଏଥିରେ ଦ୍ୱିରୁକ୍ତିର ଅବକାଶ ନାହିଁ। ଏହି କବିଙ୍କର କାବ୍ୟ ଜୀବନର ଉତ୍ତର 40 ଠାରୁ ଉତ୍ତର 60 ପର୍ଯ୍ୟନ୍ତ ପ୍ରାୟ 14 ଶତାବ୍ଦୀର ସୀମାରେଖା ମଧ୍ୟରେ ଅତି ଘଟଣାପୂର୍ଣ୍ଣ ଭାବେ ଗତିଶୀଳ। ଏହି ଘଟଣା ବହୁଳ ରାଜନୈତିକ ଜୀବନରେ କମ୍ୟୁନିଷ୍ଟ ପାର୍ଟିର ଜଣେ ଅନ୍ୟତମ ପ୍ରବକ୍ତା ସମର୍ଥକ ହେବାଠାରୁ ଏହାକୁ ତ୍ୟାଗ କରି ଶ୍ରମିକ ସଂଗଠନରେ କାଳାତିପାତ କରିବା ପର୍ଯ୍ୟନ୍ତ ବହୁ ଉତ୍ପୋଡ଼ ଓ ଖାଲଖମା ଦେଇ ତାଙ୍କ ଜୀବନ ଖଣ୍ଡିତ, ବେଳେବେଳେ ଦ୍ୱିଧାଗ୍ରସ୍ତ ମଧ୍ୟ। କିନ୍ତୁ ଏହି ମୁକ୍ତିକାମୀ ମାନସ କୌଣସି ଅବମୂଲ୍ୟାୟନ ସହିତ ନିଜକୁ ସାମିଲ କରିବାକୁ ଯେ ସମ୍ପୂର୍ଣ୍ଣ ଅକ୍ଷମ, ତାହା ତାଙ୍କ ଜୀବନର ବହୁ ଘଟଣା ମଧ୍ୟରୁ ପ୍ରମାଣିତ ହୋଇପାରିଛି। ତେଣୁ ତାଙ୍କ ରଚିତ ଶତାଧିକ କବିତା, ସଙ୍ଗୀତ ଓ ପ୍ରଗତିର ଏହିପରି ଏକ ନିର୍ଭୀକ ସ୍ୱାଧୀନତାପ୍ରିୟ ବିପ୍ଳବୀ କାବ୍ୟ ମାନସର ପରିଚୟ ମିଳେ, ଯାହା ସମାଜର ସମସ୍ତ ଥିଲାବାଲା, ଶୋଷକ ଓ କାୟମା ସ୍ୱର୍ଗ ବିରୁଦ୍ଧରେ ହାତୁଡ଼ି ପିଟି ତାର ଉଗ୍ର ମତବାଦକୁ ଉପସ୍ଥାପିତ କରିବାରେ ବ୍ୟଗ୍ର। ଓଡ଼ିଆ ଜାତିର ଘଡ଼ିସନ୍ଧି ମୁହୂର୍ତ୍ତରେ ଏକଜୁଟ ହେବା ପାଇଁ ତାଙ୍କର ସେହି ଆହ୍ୱାନ ସେଦିନ ସମବେତ ଜନତାକୁ ଖୁବ୍ ଉଦ୍ଦୀପ୍ତ କରିଥିଲା। ଓଡ଼ିଶାର ଷଢ଼େଇକଳା ଓ ଖରଛୁଆଁ ପରେ ଓଡ଼ିଆଭାଷୀ ଅଞ୍ଚଳକୁ ସବୁଦିନ ପାଇଁ ବିଚ୍ଛିନ୍ନ କରି ନିଆଯାଇଛି। ଏହି
ଏହା କରିବା ପାଇଁ ପ୍ରାୟ 25,000 ସମବେତ ଜନତା ସମ୍ମୁଖରେ କବି ମନମୋହନ ମିଶ୍ରଙ୍କ ଏହି ଅଗ୍ନିବର୍ଷା ଆହ୍ୱାନ ସେଦିନ ତାଙ୍କ ତରୁଣ ଛାତ୍ର ମନରେ ବିପ୍ଳବର ଅଗ୍ନି ଜାଳି ଦେଇଥିଲା। 1942ରୁ 1951 ମଧ୍ୟରେ ତାଙ୍କ ପ୍ରାରମ୍ଭିକ କବି ଜୀବନରେ ଅନେକ ସଙ୍ଗୀତରୁ ଏହି ବିପ୍ଳବୀ କାବ୍ୟ ମାନସରେ ଏକ ଧାରାବାହିକ ପରିଚୟ ମିଳିଥାଏ। ଗୀତିକାର କବି ନିଜେ ଏହି ସଂକଳନ ମୁଖବନ୍ଧରେ କହିଛନ୍ତି, ଏ ସଙ୍ଗୀତ ସଞ୍ଚୟନ ବିଭିନ୍ନ ସମୟରେ ଲେଖା କାରଗାରର ଅଲୋଡ଼ା ଅବସର ଆଳସ୍ୟ ଭିତରେ, କାର୍ଯ୍ୟକ୍ଷେତ୍ରରେ ନୁଖୁରା ସନ୍ତୋଷ ଭିତରେ, ସୁଖରେ ଏବଂ ଦୁଃଖରେ, ଅଭିମାନରେ ଏବଂ ବିନୟରେ, ନାନା ମନୋଭାବ ଭିତରେ ଏହି ସଙ୍ଗୀତଯାକ ଲେଖିଛନ୍ତି। ଏସବୁ କବିତାର ପୃଷ୍ଠଭୂମି ଭାବରେ କମ୍ୟୁନିଷ୍ଟ ପାର୍ଟି ଆଭିମୁଖ୍ୟ, ପାର୍ଟିର ସଂକେତ, ଶ୍ରମିକ ସମାଜର ସ୍ୱାର୍ଥରକ୍ଷଣ, ସ୍ୱାଧୀନତା ଆନ୍ଦୋଳନରେ ଶ୍ରମିକ ସମାଜରେ କାର୍ଯ୍ୟକାରିତା ଓ ମୁକ୍ତିର ସ୍ୱପ୍ନ, ରାଜତନ୍ତ୍ର ବିରୁଦ୍ଧରେ ଆହ୍ୱାନ, ଏକ ସାମ୍ୟବାଦୀ ସମତୁଲ ସମାଜ ପ୍ରତିଷ୍ଠା ଦିଗରେ ବ୍ୟାକୁଳତା ତଥା ସ୍ୱାଧୀନତା ପରବର୍ତ୍ତୀ କାଳରେ ଜମିଦାରୀ ଲୋଭ, ଅର୍ଥନୀତି ବୈଷମ୍ୟର ଚିତ୍ରକୁ ଗ୍ରହଣ କରାଯାଇପାରେ। 28/5/49ରେ ପ୍ରକାଶିତ ତାଙ୍କର ପରବର୍ତ୍ତୀ ସଂକଳନ ଜନତାର ଡାକରା କବିତାଗୁଡ଼ିକ ପ୍ରାୟ ସ୍ୱାଧୀନତା ପରବର୍ତ୍ତୀ ରଚନା। ଏ କବିତାଗୁଡ଼ିକରେ କେତୋଟି ପୂର୍ବରୁ ଜେଲ୍ ବା ଅଜ୍ଞାତବାସ କାଳନୀ ରଚନା, ମଇ ପହିଲା, ଷ୍ଟାଲିନ ଜନ୍ମଦିନ ବା ଅକ୍ଟୋବର ରିଭଲ୍ୟୁସନ ପରି ସ୍ମରଣୀୟ ଦିବସଗୁଡ଼ିକୁ ଲକ୍ଷ୍ୟ କରି ଏହି କବିତା ରଚିତ ହୋଇଥିବାରୁ ଏହାର ଯଥେଷ୍ଟ ସମାଜ ରାଜନୀତିକ ତାତ୍ପର୍ଯ୍ୟ ରହିଛି। ଏହି କବିତାର ରଚନାରେ ପରବର୍ତ୍ତୀ ବର୍ଷ 1950 ମଇ ପହିଲା ଉଦ୍ଦେଶ୍ୟରେ ରଚିତ ଶାନ୍ତି ଡାକରା କବିତାରେ ପରମାଣୁ ବୋମାର ଅଧିକାରୀ ଯୁଦ୍ଧଖୋର ମାର୍କିନ ରାଷ୍ଟ୍ରନାୟକଙ୍କୁ ପୃଥିବୀରେ ଶାନ୍ତି ପ୍ରତିଷ୍ଠା ପାଇଁ ହେବ, ଏହା ହିଁ ତାଙ୍କର ଏକାନ୍ତ ଅନୁଯୋଗ। ସ୍ୱାଧୀନତା ପରବର୍ତ୍ତୀ ତଥାକଥିତ ପ୍ରଗତି ଓ ଯୁଦ୍ଧ ପରିବର୍ତ୍ତୀ ତଥାକଥିତ ଶାନ୍ତିର ଏହି ବିଷଣ୍ଣ ଚିତ୍ର ତାଙ୍କ କବିତାରେ ପ୍ରତ୍ୟେକ ପଂକ୍ତିରେ ବାସ୍ତବବାଦୀ ଦୃଷ୍ଟିକୋଣରୁ ଯଥାଯଥ ଭାବେ ରୂପ ନେଇଛି। ପ୍ରଗତିଶୀଳ ସାହିତ୍ୟ ଦର୍ଶନ ସମ୍ପର୍କରେ ଆଲୋଚନା କର। ଏଇଟା ମୁଁ ଭିଡ଼ିଓ ମାଧ୍ୟମରେ ଦେଖେଇଦେବି। ସମାପ୍ତ। ଆଜିର ଆଲୋଚନା ଏତିକିରେ ସମାପ୍ତ କରୁଛି। ପରବର୍ତ୍ତୀ ସମୟରେ ଆଲୋଚନା କରିବି